ଖାଇବା ପରେ ସଙ୍ଗେ ସଙ୍ଗେ ପେଟ ପୋଡ଼ିବାର ସମସ୍ୟା ଦେଖାଦେଉଛି କି? ଠିକ୍ରେ ହଜମ ନ ହେବାରୁ ବାନ୍ତି ଲାଗୁଛି କି? ତେବେ ଆସନ୍ତୁ ଜାଣିବା କ'ଣ କରିବେ। ସୁସ୍ଥ ରହିବାକୁ ସମସ୍ତେ ଭଲ ପାଇଥାନ୍ତି, କାହିଁକି ନା ଶରୀର ସୁସ୍ଥ ରହିଲେ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିବ। ଏଥିସହ ଜାଣି ରଖନ୍ତୁ ଯେ ଅଦା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। ଏହାକୁ ସେବନ କରି ଆପଣ ଅନେକ ଗମ୍ଭୀର ରୋଗରୁ ନିଜକୁ ରକ୍ଷା କରିପାରିବେ। ଔଷଧୀୟ ଗୁଣରେ ଭରପୁର ଅଦା ଥଣ୍ଡା, କାଶ ଏବଂ ଅନେକ ଗମ୍ଭୀର ରୋଗର ଚିକିତ୍ସାରେ ପ୍ରଭାବଶାଳୀ। ତେବେ ଆସନ୍ତୁ ଜାଣିବା କେବେ ଅଦା ଖାଇବା ଉଚିତ। ଯଦି ଖାଦ୍ୟ ଖାଇବା ପରେ ଆପଣଙ୍କର ଏସିଡିଟି ଏବଂ ପେଟ ପୋଡ଼ିବାର ସମସ୍ୟା ଥାଏ, ତେବେ ଆପଣ ଅଦା ଖାଆନ୍ତୁ। ଏହା ଶରୀର ଭିତରକୁ ଯାଇ ଏସିଡ୍ର ପରିମାଣକୁ ନିୟନ୍ତ୍ରଣ କରିଥାଏ। ଯଦି ଆପଣଙ୍କୁ କେବେ କେବେ ବାନ୍ତି ଲାଗେ, ତାହେଲେ ଆପଣ ଅଦା ରସ ପିଇପାରିବେ। ଅଦା ବାନ୍ତି ଏବଂ ବାନ୍ତି ହ୍ରାସ କରିବାରେ ପ୍ରଭାବଶାଳୀ ଅଟେ। ଏହାର ସେବନ ବାନ୍ତି ଏବଂ ଅନେକ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ। ତା ସାଙ୍ଗକୁ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ଅଦା ରସ। ଅଦାରେ ପ୍ରଦାହ ବିରୋଧୀ ଗୁଣ ଅଛି, ଯାହା ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେବାରେ ସାହାଯ୍ୟ କରେ। ଏହାକୁ ସେବନ କରିବା କିମ୍ବା ଗଣ୍ଠିରେ ଲଗାଇବା ଦ୍ୱାରା ଫୁଲା ଏବଂ ଯନ୍ତ୍ରଣା କମିଥାଏ। ଠିକ୍ ସେହିପରି ଋତୁସ୍ରାବ ସମୟରେ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆପଣ ବି ପିଇପାରିବେ ଅଦା ପାଣି। ଅଦା ଋତୁସ୍ରାବ ଯନ୍ତ୍ରଣା କମ୍ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ବ୍ୟୁରୋ ରିପୋର୍ଟ, ମେଟ୍ରୋ ଟିଭି ଓଡ଼ିଶା।